ଆମେ ଆଜି ଆସିଥିଲୁ ଢେଙ୍କାନାଳର ପ୍ରସିଦ୍ଧ ବରା। ଆପଣ ଜାଣିଥିବେ ଢେଙ୍କାନାଳର ସବୁଠୁ ଫେମସ୍ ହେଉଛି ପ୍ରସିଦ୍ଧ ବରା, ଯୋଉଟାକି ବିରିରେ ସେମାନେ ତିଆରି କରନ୍ତି। ଆଉ ସେଇ ଦୋକାନ ଆଗରେ ଆମେ ଅଛୁ। ଭିତରକୁ ଯିବା, ଟୋଟାଲ ଡିଟେଲ୍ସ ଆପଣଙ୍କୁ ମୁଁ ଦେଖେଇବି କେମିତିକା ସେମାନେ ପ୍ରସ୍ତୁତ କରନ୍ତି ଆଉ କୋଉ ପ୍ରକାର ଆଇଟମ ରଖନ୍ତି। ଆମର ହଉଛି ଦେଶୀ କଳା ବିରି ବରାଟା ଛଣା ହଉଛି। ପିଆଜ, ଲଙ୍କା, ଅଦା, ରସୁଣ, ଅଦା, ଜିରା ପଡୁଛି। ସେଥିପାଇଁ ଟିକେ ବରା ସ୍ମୁଥ, ଖାଇବା ପାଇଁ ସ୍ୱାଦ ଭଲ ଲାଗେ। ସେଥିରେ ତ ଆଳୁ ଚପ୍, ସିଙ୍ଗିଡ଼ା, କାକେରା, ଭେଜିଟେବୁଲ ଚପ୍, ତାର ସ୍ୱାଦ ଅଧିକା। 800-900 ପିସ୍ କପିଳାସ କିମ୍ବା ଜୋରନ୍ଦାର ମେଳା ଦେଖି ଆସିଲେ ବରାର ମଜା ନେଇକି ଯାଇକି ଆଉ। ଆମର ତ ରହିଲାନି ରସଗୋଲା ପୁରା 20 ଟଙ୍କା ଆସିବ, 10 ଟଙ୍କା ଆସିବ, 5 ଟଙ୍କା ଆସିବ। ଭେରାଇଟି ଗୋଟେ ରହିବ କମଳାଭୋଗ, ରାଜଭୋଗ ଗୋଟେ ସରିଯାଇଛି। ଆଉ କାଲାଜାମୁ, ଗୋଲାଜାମୁ ରହିବ, ବୁନ୍ଦି ଉପରେ ରହିବ, ଗଜା ଆସିବ। ଏଇଟା ଗଜା, ଖାସ୍ତା ଗଜା। କେଜିକିଆ ସବୁ ଆସିବ। ସୁଗାର ଫ୍ରିରେ ରହିଲେ ଷ୍ଟିମ୍ ଆସିବ, ଗୁଡ଼ ଆସିବ, ଗୋଲାଜାମୁ ଆସିବ, କ୍ରିମ୍ ମିଠା ସବୁ ଆସିବ ଭେରାଇଟି ଆମର। ଷ୍ଟିମ୍ ଆସିଲେ କେଜିକି ଆସିବ, 30ଟା ତାର ଆସିବ। ଗୋଟେ ଛେନା ମୁଡ଼କି ଆସିବ। ଏପଟେ ରହିଲା ଲଡ଼ୁ, ଦେଖିଦିଅ। ଇଏ କାଲାକାନ୍ଦ ଆସିବ, କାଲାକାନ୍ଦ, ସନ୍ଦେଶ, ମଗଜି, କାଜୁ ବରଫି, ପେଡ଼ା, କେଶର ପେଡ଼ା, ବରଫି ଛୋଟ ଛୋଟ ପେଡ଼ା ଆସିବ। ଇଏ କ୍ଷୀର ଗଜା। କେତେ ପ୍ରକାର ମିଠା ଅଛି? ମିଠା ବହୁତ ପ୍ରକାର, ମିଠା ସରିଗଲାଣି। ସକାଳୁ ଆସିଲେ ବହୁତ ଦେଖିବେ, କିନ୍ତୁ ଉପରଓଳି ହେଇଗଲାଣି, ମିଠା ସରିଗଲାଣି ଆଉ। ଏପଟେ ଲଡ଼ୁ ଆସିବ, ମିକ୍ସଚର ଆସିବ, ମିକ୍ସଚର, ସେଉ, ଏଇଟା ରହିଲା ଗାଣ୍ଠିଆ, ଚୁଡ଼ା, ସବୁ ଭେରାଇଟି ଆଉ। ଏଠି ଆମର ଅଧିକା ସବୁଠୁ ପ୍ରସିଦ୍ଧ ବରା, ନା ଯେହେତୁ ପ୍ରସିଦ୍ଧ ବରା ହିଁ ଚାଲୁଛି ଅଧିକା। ଏପଟେ କାକରା, ମଇଦା କାକରା ହବ, ସିଙ୍ଗଡ଼ା, ଆଳୁଚପ, ବରା, ଭେଜିଟେବୁଲ ଆସିବ। ଆଉ ଦୋସା ରହିବ। ବରାଟା ସ୍ୱାଦିଷ୍ଟ ରୁହେ ବୋଲି ଢେଙ୍କାନାଳ ଆଗରୁ ରହିଯାଇଛି ହେଲା। ଆଗରୁ ରହିଯାଇଛି ଚାହିଦାଟା କମୁନି ଆଉ। ବରା ଯେତେ ଯାହା କଲେ ବରାଟା ଅଧିକା ଯାଉଛି। ବରା ଆଗ ଖୋଜୁଛୁ। ଯେ ଗୋଟେ ଖାଉଛି ସେ 5ଟା ଧରିକି ଯାଉଛି, ଯେ 5ଟା ନେଇକିନା ଯାଉଛି, ଆଗରେ ଆଇଲେ 10ଟା 20ଟା ନଇକିନା। ହଁ, 2000 ପ୍ଲସ୍ ଯାଉଛି। 2000 ପ୍ଲସ୍। ଆଉ ଅଲଗା ଆଇଟମ୍ ବି ଯାଉଛି। ରନିଂ ଆଇଟମ୍ ତ ବରା ରହୁଛି, ବରା, ଆଳୁଚପ, ସିଙ୍ଗଡ଼ା, କାକେରା, ତାପରେ ଦୋସା ରନିଂ ସବୁବେଳେ। ସକାଳ 7ରୁ ନେଇକିନା ରାତି 9:30 ପର୍ଯ୍ୟନ୍ତ। ଏଇନେ 100-150 ପିସ୍ ବାହାରୁଛି ଆଉ। କେତେ ଲିଟର ତେଲ ଏଇଟା? ଏଇଟା ହଉଛି 15 ଲିଟର ଅଛି। 15 ଲିଟର ତେଲ ପୁରା ନାଇଁ? କେତେ ଗୋଟେ ଥର କେତେ ବାହାରିବ? 100 ପିସ୍। ଏଇଟା ଯୋଉ ବାହାରିଲା, ଏ ବି 100 ପିସ୍। ଏ ତ 150 ହବ। କିନ୍ତୁ ଚାଲିଛି ଆମର ସକାଳ 7ଟା ଲାଗିଛି ବାଟେ ଆଉ, ବାଟି ବନ୍ଦ ନାହିଁ ଆଉ। ଆମର ଦେଶୀ ବିରି, କଳା ବିରିଟା। କଳା ବିରିଟା ନାଇଁ? ହଁ, ସ୍ମୁଥ।